କ'ଣ ଏ ଦୁନିଆରେ ଝିଅ ହେଇ ଜନ୍ମ ହେବା ଭୁଲ ନା ଝିଅ ହେଇ ଜନ୍ମ ହେବା ଅଭିଶାପ? କ'ଣ ଭୁଲ ଥିଲା ସୌମ୍ୟାଶ୍ରୀର? କ'ଣ ଭୁଲ ଥିଲା ପୁରୀ ବଳଙ୍ଗାର ସେ ଝିଅର? ସତ କହିଲେ ଆଜି ସୁନିତା ୱିଲିୟମ୍ସ ଭଳି ଯୁବତୀ ମଙ୍ଗଳ ଗ୍ରହରୁ ଫେରୁଥିବା ବେଳେ ଆମ ଓଡ଼ିଶାରେ ବେବିନା, କୁନ୍ଦୁଲି, ମମିତା, ସୌମ୍ୟାଶ୍ରୀ ଭଳି ଯୁବତୀମାନେ ଟର୍ଚରର ଶିକାର ହେଇ ଜୀବନ ହାରି ଦେଇଛନ୍ତି। ପୁରୀର ସେ ବଳଙ୍ଗା ଅଞ୍ଚଳରେ ନିରୀହ ଝିଅ କଥା ଥରେ ଭାବିଲେ କେତେ ଯନ୍ତ୍ରଣାଦାୟକ ସେ ଘଟଣା। ଜିଅନ୍ତା ଝିଅକୁ ତାରି ଆଖି ସାମ୍ନାରେ ଜାଳିଦେବା କ'ଣ ଗୋଟେ ମଣିଷ କରିପାରେ? ଚିତ୍କାର କରି କରି ଦୌଡ଼ି ଆସିଥିଲା ଦୁଃଖୀଶ୍ୟାମର ଘର ଆଡ଼କୁ। ଦେହଟା ସିନା ହୁତୁ ହୁତୁ ହେଇ ଜଳୁଥିଲା, ଚମଡ଼ା ଗୁଡ଼ା ବି ଝଡ଼ି ପଡ଼ୁଥିଲା। ଏ ହୃଦୟ ବିଦାରକ ଦୃଶ୍ୟ ଦୁଃଖୀଶ୍ୟାମଙ୍କ ଆଖିରେ ଲୁହ ନେଇ ଆସିଥିଲା। ତୁରନ୍ତ ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ ଦୁଃଖୀଶ୍ୟାମ। ନିଆଁ ତ ଲିଭି ଯାଇଥିଲା। ତାପରର ଯନ୍ତ୍ରଣା ଥିଲା ଭାରି କଷ୍ଟକର। ଜଳି ଯାଇଥିବା ଦେହଟା ଏତେ ଜୋରରେ ଯନ୍ତ୍ରଣା ହେଉଥିଲା ଯେ ସହିପାରୁନଥିଲା। ଦୁଃଖୀଶ୍ୟାମ ପ୍ରଥମେ ଝିଅର ଦେହରେ ନିଆଁ ଲିଭେଇ ସାରିବା ପରେ ସେହି ଝିଅର ଘରକୁ କଲ୍ କରିଥିଲେ। ବାସ୍ ତାପରେ ଏ ଘଟଣା ଚାରିଆଡ଼େ ପ୍ରଘଟ ହୋଇଯାଇଥିଲା। ପୋଲିସ ପହଞ୍ଚିଥିଲା, ତଦନ୍ତ ଆରମ୍ଭ କରିଥିଲା। ସେପଟେ ଝିଅର ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ତାକୁ ଏମ୍ସକୁ ସ୍ଥାନାନ୍ତର କରାସରିଥିଲା। ହେଲେ ସେ ଝିଅର ଦେହରେ ନିଆଁ ଲାଗିଲା କେମିତି? କ'ଣ ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀ ଭଳି ଇଏ ବି ନିଜ ଦେହରେ ନିଆଁ ଲଗାଇ ଦେଇଥିଲା? ନାଇଁ ଆଜ୍ଞା, ଏତେ କମ୍ ବୟସର ଝିଅ କ'ଣ ଏତେ ବଡ଼ ସାହସ କରିପାରିବ? ସକାଳୁ ସକାଳୁ ସାଇକେଲ ନେଇ ବାହାରି ପଡ଼ିଥିଲା ନିଜ ସାଙ୍ଗ ଘରକୁ ବହି ଦେବାକୁ। ଆଉ ରାସ୍ତାରେ ଜଗି ବସିଥିବା 3 ଜଣ ଦୁର୍ବୃତ୍ତ ସେ ଝିଅର ମୁହଁକୁ ବାନ୍ଧି ନଦୀ ପଠାକୁ ନେଇଯାଇଥିଲେ। ଆଉ ତାପରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ହେଲେ ୟା ଭିତରେ ବିତିଗଲାଣି 36 ଘଣ୍ଟାରୁ ଅଧିକ ସମୟ, କିନ୍ତୁ ନିଆଁ ଲଗାଇଥିବା ଦୁର୍ବୃତ୍ତମାନଙ୍କର କିଛି ବି ଖୋଜ ଖବର ଏପର୍ଯ୍ୟନ୍ତ ପାଉନି ପୋଲିସ। ହେଲେ ଏଠି ଅନେକ ପ୍ରଶ୍ନ ମନକୁ ଉଙ୍କି ମାରୁଛି। ସେ ଝିଅ କହୁଛି ମୁଁ ତାଙ୍କୁ ଜାଣିନି। ଯଦି ସେ ତାଙ୍କୁ ଜାଣିନି ତାହେଲେ ହଠାତ୍ କାହିଁକି ସେମାନେ ସେଇ ଝିଅକୁ ଉଠେଇ ନେଲେ ଆଉ କିରୋସିନ ଢାଳି ନିଆଁ ଲଗାଇଦେଲେ? ଆପଣ ଥରେ ଭାବନ୍ତୁ, ସେମାନେ କିରୋସିନ ସାଙ୍ଗରେ ନେଇ ଆସିଥିଲେ ମାନେ ନିଶ୍ଚିତ ଆଗରୁ ତ ପ୍ଲାନ୍ କରି ଆସିଥିଲେ। ନଦୀ ପଠାକୁ ଉଠେଇ ନେଲା ପରେ ଆଉ କ'ଣ ହେଇଥାଇପାରେ? ନା ସିଧା ଉଠେଇ ନେଇ ଆଉ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଆପଣଙ୍କୁ ଲାଗୁନି କି ୟା ଭିତରେ ଅନେକ ରହସ୍ୟ ଲୁଚି ରହିଛି ବୋଲି, ଯାହାକୁ ଲୁଚେଇବାକୁ ଚେଷ୍ଟା କରାଯାଉନି ତ? ଏପଟେ ଜଳି ଯାଇଥିବା ଝିଅକୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଥିବା ବେଳେ ପୋଲିସ ଡିଜି ସହିତ ଏସ୍ପି ସମସ୍ତେ ଘଟଣାସ୍ଥଳରେ ପହଞ୍ଚି ତନାଘନା ତ କରୁଛନ୍ତି, କିନ୍ତୁ ଫଳଟା ଶୂନ। କିଛି ଲାଭ ହେଉନି ଆଜ୍ଞା। ବିରୋଧୀମାନେ ଗର୍ଜୁଛନ୍ତି, ସରକାର ତଦନ୍ତ ନିର୍ଦ୍ଦେଶ ଦେଇ ବସି ପଡ଼ିଛନ୍ତି। ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ଯଦି ଏମିତି ଘଟଣା ପରେ ପୋଲିସ ଟେର ପାଉନି, ତେବେ ଆଉ କେଉଁ ଅଞ୍ଚଳରେ କାହାକୁ ନ୍ୟାୟ ମିଳିବ ଥରେ ଭାବନ୍ତୁ ଆଜ୍ଞା। ସେ ଯିଏ ବି ସରକାରରେ ଥାଆନ୍ତୁ ନା କାହିଁକି, ଏମିତି ଘଟଣା ନିନ୍ଦନୀୟ। ସେ ମମିତା କେସ୍ ହେଉ, ସେ କୁନ୍ଦୁଲି ଆଉ ବେବିନା କେସ୍ ହେଉ, କି ସୌମ୍ୟଶ୍ରୀ କେସ୍ ହେଉ, କି କାଲି ଘଟିଥିବା ଏ ଝିଅର ଘଟଣା ହେଉ, କାହାରିକୁ ନ୍ୟାୟ ମିଳିନି କି ମିଳିପାରିବ ବୋଲି ଆଶା ମଧ୍ୟ ବହୁତ କମ୍ ଆଜ୍ଞା। ହୋ ହାଲ୍ଲା କମିଯିବ ଆଉ ଏମାନଙ୍କ ଫାଇଲ ଓ ଆଲମିରାରେ ଖତ ଖାଇବ। କ'ଣ ଭୁଲ କହିଲି କି ଆଜ୍ଞା? ଯଦି ଏହି ଘଟଣାକୁ ଏତେ ସମୟ ପୂରିଥିଲେ ବି ପୋଲିସ ହାତରେ କିଛି ବି ସୁରାଗ ନାହିଁ, ତେବେ ଆପଣ କ'ଣ କହିବେ? ସବୁ ଚେଷ୍ଟା କରିସାରିଲାଣି ପୋଲିସ। ଡଗ୍ ସ୍କ୍ୱାଡଠୁ ଆରମ୍ଭ କରି ସ୍ୱତନ୍ତ୍ର ଟିମ୍ ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟା କରି ସାରିବା ପରେ ଏବେ ବି ପୋଲିସ ହାତଟା ଖାଲି ଅଛି ଆଜ୍ଞା। ସତରେ କ'ଣ ଏ ଝିଅକୁ ନ୍ୟାୟ ମିଳିବ? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।